26 ଜାନୁଆରୀ 2001 ଗୁଜରାତରେ ଗୋଟେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଆଉ ଭୂମିକମ୍ପର ନା ପୁରା ଗୋଟେ ସହର ନଷ୍ଟ ହୋଇଥିଲା, ସେଟା ହେଉଛି ମନ୍ଦ୍ରା। ଯେତେବେଳେ ପୁରା ଦୁନିଆ ଦୁଃଖରେ ଭାଙ୍ଗି ପଡ଼ିଥିଲା, ସେହି ସମୟରେ ଗୋଟେ ନୂଆ ଭିଜନ୍ ନେଇକି ଆସିଥିଲେ ଜଣେ ମହିଳା। ସେ ଆରମ୍ଭ କରିଥିଲେ ପ୍ରଥମେ 7 ଦିନିଆ ଆର୍ଟ ହିଲିଂ ୱାର୍କସପ୍। ଆବଶ୍ୟକତାକୁ ଚିହ୍ନି ଲୋକମାନଙ୍କୁ କ'ଣ ଦରକାର, ଲୋକମାନଙ୍କ ଘର ଭାଙ୍ଗି ଯାଇଛି, ସେମାନେ ମନୋବଳ ଭାଙ୍ଗି ଯାଇଛି, ଆଉ ସେଇ ପାଇଁ ସେ ଆରମ୍ଭ କରିଥିଲେ ପ୍ରଥମେ ଗୋଟେ ସ୍କୁଲ ଆଉ ବିନା ପାଠ୍ୟ ପୁସ୍ତକ ସହିତ ଆରମ୍ଭ ହେଇଥିଲା ଗୋଟେ 7 ଦିନିଆ କଳା ଚିକିତ୍ସା କର୍ମଶାଳା, ଯୋଉଥିରେ ନା ଲୋକମାନେ ଯୋଉମାନେ ଭାଙ୍ଗି ପଡ଼ିଥିଲେ ସେମାନଙ୍କୁ କଳା ମାଧ୍ୟମରେ ତାଙ୍କର ମୋଟିଭେଟ୍ ଦିଆଯାଉଥିଲା। ପରେ ମାତ୍ର 27 ଜଣ ଶିକ୍ଷକ ଶିକ୍ଷୟିତ୍ରୀକୁ ନେଇକି ଆରମ୍ଭ କରିଥିଲେ ଗୋଟେ ସ୍କୁଲ, ଯୋଉଟା ବର୍ତ୍ତମାନ ପୁରା ଇଣ୍ଡିଆରେ ନାମ କମେଇ ସାରିଲାଣି। ଆଉ ମୁଁ କଥା ହଉଛି ଡକ୍ଟର ପ୍ରୀତି ଆଦାନୀଙ୍କର ଆଦାନୀ ପବ୍ଲିକ ସ୍କୁଲ ବିଷୟ। ଡକ୍ଟର ପ୍ରୀତି ଆଦାନୀଙ୍କ ନେତୃତ୍ୱରେ ଗୌତମ ଆଦାନୀ ଆଉ ଆଦାନୀ ଫାଉଣ୍ଡେସନର ସମର୍ଥନରେ ହିଁ ଏଟା ଛିଡ଼ା ହେଇପାରିଥିଲା, ଯୋଉଟା ଏଇ 26 ଏପ୍ରିଲ 2026ରେ 25 ବର୍ଷ କମ୍ପ୍ଲିଟ୍ କରିଛି, ମାନେ ତାଙ୍କର ସିଲଭର ଜୁବଲି ଉପଲକ୍ଷେ। ଭିଡ଼ିଓଟାକୁ ସେୟାର କରନ୍ତୁ, ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ସମସ୍ତଙ୍କ ସହିତ ଜାଣିବା ଦରକାର ଜଣେ ମହିଳାଙ୍କର ଭିଜନ୍ କେମିତି ଗୋଟେ ଆପଦାରୁ ଗୋଟେ ନୂଆ ଆଶାର କିରଣ ହେଇକି ଆସିଲା ଆଉ ଗୋଟେ ନୂଆ ଅବସର ସୃଷ୍ଟି କଲା। ଜୟ ଜଗନ୍ନାଥ।